ପିଲାମାନେ ଆଜି ଆମେ ସାହିତ୍ୟର ଗୋଟେ ପେଡାଗୋଜି କରିବା ହେଲା, କେମିତି ତାକୁ ଆନ୍ସର ଦେବା, ଯୋଉଟାକି ତୁମର ପୂର୍ବ ବର୍ଷର କୋଶ୍ଚିନ୍ଟି 2016 ମସିହାର OTET ପେପର 2 ହେଲା, ତୁମକୁ ଆଗାମୀ ଦିନ CTET ଓ OSTET ପାଇଁ ବହୁତ ହେଲ୍ପଫୁଲ୍ ହେବ ଆଶା କରେ ହେଲା। ଯେଉଁମାନେ ନୂଆ କରି ଚ୍ୟାନେଲକୁ ଦେଖୁଛ ସେମାନେ ସବସ୍କ୍ରାଇବ ଯଦି କରିନ ତୁରନ୍ତ କରିଦିଅ, ଏମିତି ଡେଲି ଭିଡ଼ିଓ ଦେଖିବା ପାଇଁ। ଆଉ ଲାଇକ୍ କରିବ, ସେୟାର କରିବ ହେଲା ଯଦି ଭିଡ଼ିଓଟି ଭଲ ଲାଗିଲା। ତ ଦେଖିବା ପ୍ରଥମ ପ୍ରଶ୍ନ କ'ଣ, ଏକ ସୁଷମ ପ୍ରଶ୍ନପତ୍ର ପ୍ରସ୍ତୁତ ବେଳେ ଶିକ୍ଷକ କେଉଁ ଦିଗ ପ୍ରତି ଅଧିକ ଦୃଷ୍ଟି ଦେବା ଆବଶ୍ୟକ? ପ୍ରଶ୍ନପତ୍ରରେ ଏକ ନିର୍ଦ୍ଦିଷ୍ଟ ବିଷୟରୁ ପ୍ରଶ୍ନ ସଂଯୁକ୍ତ ରହିବ, ପ୍ରଶ୍ନପତ୍ରଟିରେ କେବଳ ଦୀର୍ଘ ଉତ୍ତରମୂଳକ ପ୍ରଶ୍ନ ସୂଚିତ ହେବ, ପ୍ରଶ୍ନପତ୍ରଟିରେ କେବଳ ବିଷୟଭିତ୍ତିକ ପ୍ରଶ୍ନ ରହିବ, ପ୍ରଶ୍ନପତ୍ରର ଏକ ନକ୍ସା ଅନୁସାରେ ପ୍ରସ୍ତୁତ କରାଯିବ। କଣଟା ହେବ ନା ଏଇ ତିନିଟି ତ ହେଲା ଭଳିଆ ଲାଗୁନି, ଦିଟା ହେବ ଆମର କରେକ୍ଟ। ପ୍ରଶ୍ନପତ୍ରର ଏକ ନକ୍ସା ଅନୁସାରେ ହେଲା, ପ୍ରଶ୍ନପତ୍ର ଗୋଟେ ନକ୍ସା ଥାଏ, ସେଇ ହିସାବରେ ଆମକୁ ତାକୁ ରେଡି କରିବାକୁ ପଡେ, ବୁଝିହେଲା। ଡି ହେବ ଆମର କରେକ୍ଟ ଆନ୍ସର। 52 ନମ୍ବରକୁ ଯିବା, କେଉଁଟି ଶିକ୍ଷାଦାନ ଶିକ୍ଷଣ ପ୍ରକ୍ରିୟାର କେନ୍ଦ୍ରବିନ୍ଦୁ? ପାଠ୍ୟପୁସ୍ତକ, ଶିକ୍ଷକ, ବିଦ୍ୟାର୍ଥୀ, ପାଠ୍ୟକ୍ରମ ହେଲା ନା ପାଠ୍ୟକ୍ରମ ହେବ ଆମର କ'ଣ, ଶିକ୍ଷାଦାନ ଶିକ୍ଷଣ ପ୍ରକ୍ରିୟାର କେନ୍ଦ୍ରବିନ୍ଦୁ ହେଲା। ପାଠ୍ୟପୁସ୍ତକ, ଶିକ୍ଷକ, ବିଦ୍ୟାର୍ଥୀ ହେବ, ଏଇଟା ପ୍ରାୟ ଟାଇମ୍ ପଡ଼େ ପିଲେ ହେଲା, ଟିଚିଂ ଲର୍ଣ୍ଣିଂ ପ୍ରୋସେସ ହେଲା। ତାପରେ ଆମେ ଯିବା, ନିମ୍ନୋକ୍ତ କେଉଁଟି ଶିଶୁ ମନରେ ଶିକ୍ଷା ଗ୍ରହଣ କରିବା ପାଇଁ ଆଗ୍ରହ ସୃଷ୍ଟି କରେ ନାହିଁ? ଶିକ୍ଷକ କୈନ୍ଦ୍ରିକ ପନ୍ଥା, ଶିକ୍ଷାର୍ଥୀ କୈନ୍ଦ୍ରିକ ପନ୍ଥା ହେଲା, ଏଟା ଟିଚର ସେଣ୍ଟର ବେସ୍ରେ, ଏଟା ହେଉଛି ଲର୍ଣ୍ଣର ସେଣ୍ଟର ବେସ୍ରେ, ପ୍ରକ୍ରିୟା ଭିତ୍ତିକ ପନ୍ଥା, କାର୍ଯ୍ୟ ଭିତ୍ତିକ ପନ୍ଥା ହେଲା। ତ ଆମର କୋଉଟା ହେବ, ଏ ହେବ ଆମ କରେ ଶିକ୍ଷକ କୈନ୍ଦ୍ରିକ ପନ୍ଥା ହେଲା, ଏଇଟା ଆଗ୍ରହ ସୃଷ୍ଟି କରେ ନାହିଁ, ବୁଝିପାରିଲ। ବିଦ୍ୟାଳୟରେ ପ୍ରାଚୀର ପତ୍ର ପ୍ରଦର୍ଶନ ଦ୍ୱାରା କି ଉପକାର ସାଧିତ ହୋଇନଥାଏ? ପିଲାମାନଙ୍କର ପଠନ ଦକ୍ଷତା ବୃଦ୍ଧି, ପିଲାମାନଙ୍କର ଲିଖନ ଦକ୍ଷତା ବୃଦ୍ଧି, ପିଲାମାନଙ୍କର ସାମାଜିକ ସମ୍ପର୍କ ବୃଦ୍ଧି, ପିଲାମାନଙ୍କର ଉପସ୍ଥାନ ବୃଦ୍ଧି। କୋଉଟା ନା ପିଲାମାନଙ୍କର ଉପସ୍ଥାନ ବୃଦ୍ଧି, ଏଇଟା ଆମର କ'ଣ ହେଇଥାଏ, ସାଧିତ ହୋଇନଥାଏ ପ୍ରାଚୀର ପତ୍ର, କିନ୍ତୁ ଏଇ ତିନିଟା ଆମର କ'ଣ ହେଇଥାଏ ନା ଦକ୍ଷତା ବୃଦ୍ଧି, ସମ୍ପର୍କ ବୃଦ୍ଧି, ଏଇଟା ହେଇଥାଏ ହେଲା। ତିନିଟା ହେଇଥାଏ, ଏଇଟା ହେଇ ନଥାଏ। ନିର୍ଦ୍ଦିଷ୍ଟ ଉତ୍ତମ ପ୍ରଶ୍ନ ତିଆରି କରିବା ପାଇଁ କେଉଁଟି ଉପଯୁକ୍ତ ନୁହେଁ? ପ୍ରଶ୍ନଗୁଡ଼ିକ ଶୈକ୍ଷିକ ଉଦ୍ଦେଶ୍ୟକୁ ଭିତ୍ତି କରି ପ୍ରସ୍ତୁତ କରାଯିବ, ପ୍ରଶ୍ନ ନିର୍ଦ୍ଦେଶଗୁଡ଼ିକ ପରିଷ୍କାର ଓ ସରଳ ଭାଷା ଲେଖାଯିବ, ପ୍ରଶ୍ନର ଅଯଥା ବାଗାଡମ୍ବର ନ ରହିବା, ଉତ୍ତରରେ ପ୍ରତ୍ୟେକ ପରୀକ୍ଷକଙ୍କ ମତାମତ ଭିନ୍ନ ହେବା। ନିହାତି ଭାବରେ ଆମର ଗୋଟେ ଉତ୍ତମ ପ୍ରଶ୍ନ ତିଆରି କରିବା ପାଇଁ ନିର୍ଦ୍ଦିଷ୍ଟ ଉତ୍ତମ କ'ଣ ହେବା କଥା, ଉପଯୁକ୍ତ ନୁହେଁ ମାନେ ଉତ୍ତରରେ ପ୍ରତ୍ୟେକ ପରୀକ୍ଷକଙ୍କ ମତାମତ ଭିନ୍ନ ହେବ ହେଲା, ଏଇଟା ହେବା କଥା ନୁହେଁ। କିନ୍ତୁ ଏଇଟା ହବ ପ୍ରସ୍ତୁତ କରିବା ଶୈକ୍ଷିକ ଉଦ୍ଦେଶ୍ୟକୁ ଦେଖିକି, ପରିଷ୍କାର ସରଳ ଭାବରେ ଲେଖିବା, ବାଗାଡମ୍ବର ନ ରହିବା, এই ତିନିଟା ଠିକ ହବ, এটা ହବନି ହେଲା। ଆଶା କରୁଛି ନିହାତି ଭାବରେ ତୁମମାନଙ୍କୁ ଭିଡ଼ିଓଟି ଭଲ ଲାଗିଥିବ। ଯଦି ଭଲ ଲାଗିଲା ଭିଡ଼ିଓଟି ନିହାତି ଭାବରେ ଗୋଟେ ଲାଇକ୍ ଦେବ, ଯଦ୍ୱାରା କି ମୁଁ ମୋଟିଭେସନ ହେଇକି ଆହୁରି ତୁମକୁ କିଛି ଭିଡ଼ିଓ ଅପଲୋଡ କରିବି, ତୁମେ ନିହାତି ଭାବରେ ତାକୁ ପାଇପାରିବ ଆଉ ଆଗାମୀ ଦିନର ଏକ୍ଜାମ ପାଇଁ ପ୍ରିପେୟାର ହେଇପାରିବ ଆଶା କରେ। ତ ଯେଉଁମାନେ ସବସ୍କ୍ରାଇବ କରିନା ତୁରନ୍ତ ସବସ୍କ୍ରାଇବ କରିଦିଅ, ଏମିତି ଡେଲି ଭିଡ଼ିଓ ଦେଖିବା ପାଇଁ।